ଯୁବ ସାମ୍ବାଦିକଙ୍କୁ ହତ୍ୟା ଧମକ, ସାମ୍ବାଦିକ ହରଭଙ୍ଗା ଥାନାର ଦ୍ୱାରସ୍ଥ। ଏନ୍ଟିଭି ଓଡ଼ିଆର ହରଭଙ୍ଗା ବ୍ଲକ ପ୍ରତିନିଧି ତଥା ଜଣାଶୁଣା ଯୁବ ସାମ୍ବାଦିକ ସର୍ବେଶ୍ୱର କ୍ଷେତୀଙ୍କୁ ହତ୍ୟା ଧମକ। ଧମକ ପରେ ସର୍ବେଶ୍ୱର କ୍ଷେତୀ ଥାନାର ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ମଦ୍ୟପ ଯୁବକ ରାତି ପ୍ରାୟ 9:20 ସମୟରେ ଜୀବନରେ ମାରିଦେବାକୁ ଫୋନ୍ ଯୋଗେ ଧମକ ଦେଇଥିଲେ। ଅଭିଯୋଗ ଅନୁଯାୟୀ ଜଣେ ଶାସକ ଦଳର ନେତାଙ୍କ ପ୍ରବଚନରେ ଏଭଳି କାର୍ଯ୍ୟ କରିଥିବା ଏତଲାରେ ଦର୍ଶାଯାଇଛି। ସର୍ବେଶ୍ୱର ଶାସକ ଦଳର ନେତାଙ୍କ ଦ୍ୱାରା ରାଜନୈତିକ ଆକ୍ରୋଶର ଶିକାର ହୋଇଥିବା କଥା ଉଲ୍ଲେଖ କରିଛନ୍ତି। ଦେଖନ୍ତୁ, ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନଙ୍କର ହରଭଙ୍ଗା ବ୍ଲକ ପ୍ରତିନିଧି ସୁଶାନ୍ତ କୁମାର ପ୍ରଧାନଙ୍କୁ ଏହି ଜଣେ ସୋସିଆଲ ମିଡ଼ିଆରେ ଟାର୍ଗେଟ କରୁଛି। ଏନେଇ ସୁଶାନ୍ତ ପ୍ରଧାନଙ୍କର କିଛି ସହଯୋଗୀ ଗତ 2 ତାରିଖରେ ବୌଦ୍ଧ ସାଇବର ଥାନାରେ ମଧ୍ୟ ଏନେଇ ଅଭିଯୋଗ କରିଥିଲେ, କିନ୍ତୁ ଆଜି ପର୍ଯ୍ୟନ୍ତ ଅପରାଧୀକୁ ଧରିପାରିଲା ନାହିଁ ସାଇବର ଥାନା ପୋଲିସ। କିନ୍ତୁ ଦୁର୍ଭାଗ୍ୟ ଏବଂ ବିଡ଼ମ୍ବନାର ବିଷୟ, ସୁଶାନ୍ତ ପ୍ରଧାନଙ୍କର ସହଯୋଗୀମାନେ ମୋତେ ଏସବୁ କରୁଛି ବୋଲି ସୋସିଆଲ ମିଡ଼ିଆରେ ଟାର୍ଗେଟ କରୁଛନ୍ତି। ଏନେଇ ମୁଁ ସୁଶାନ୍ତ ପ୍ରଧାନଙ୍କୁ ମଧ୍ୟ ଜଣାଇଥିଲି, କିନ୍ତୁ ସେସବୁ ସେ ନ ବୁଝି ତାଙ୍କ ଜଣେ ସହଯୋଗୀ ସୁବ୍ରତ କୁମାର ପ୍ରଧାନ, ଯିଏ ଆର୍ନିଗଡ଼ର ଜଣେ ମଦ୍ୟପ ଯୁବକ, ସିଏ ମୋତେ ଗତ ରାତିରେ ଧମକ ଦେଇଛି ଜୀବନରୁ ମାରିଦେବା ପାଇଁ। ତେଣୁକରି ମୁଁ ଆଜି ହରଭଙ୍ଗା ଥାନାରେ ଏନେଇ ଏତଲା ଦେଇଛି।